ଥରେ ଆସିଲ ହଁ କଣ ରହିଛି ଦାବି ପୂରଣ ହଉନି ନା କଣ କହୁଛନ୍ତି? କ'ଣ ଯେଉଁଗୁଡ଼ାକ ବେନାମୀ ପଟ୍ଟାଗୁରା ସେମାନଙ୍କୁ ଦେଇଦେଲେ ଆମକୁ ପୁରା ଆମ ପାଇବାର କଥା ପତ୍ରିକା ସମ୍ପତ୍ତିର ତାକୁ ଦେଉନାହାନ୍ତି। ଯଦି ନେଉନାହାନ୍ତି ସମସ୍ତେ ଏମିତି ହଇରାଣ ହରକତ କରୁଛନ୍ତି। ଆସିଥିଲୁ ଆମକୁ 15 ଦିନ କହିଲେ 15 ଦିନ ପରେ ପଟ୍ଟା ଦେବୁ, ଆମେ ଉଠିକିରି ଗଲୁ। 15 ଦିନ ପରେ ନ ଦେବା ସହିତ ଆମେ ଆସିକି ବସିଛୁ। ପୁଣି ଯଦି ପଟ୍ଟା ଦେବେ ଆମେ ଯିବୁ, ନହେଲେ ଆଉ ଯାହା ଗୋଟେ ସଂସ୍ଥା କରିବୁ। ଦେଖ ଏଇ ଛୋଟ ଛୋଟ ପିଲାମାନେ କି ଅବସ୍ଥାରେ ପଡ଼ିଛି। ମୋ ହାର୍ଟ ପେସେଣ୍ଟ ଲୋକ, ମୋର ବି ମୁଁ ଚାଲି ବସି ପାରୁନି, ମୋତେ ଧରିକି ନବାଣିଆ କରୁଛନ୍ତି। ଏଇ ତ କଥା, ସେମାନେ ତ କହିଲେ ଶୁଣିଲେ ଆଉ କ'ଣ, ଏତିକି ତ କହିଲେ। ଦେଖ ଏ ପିଲାମାନଙ୍କୁ ଆମେ କି ଅବସ୍ଥାରେ ଅଛି, କେଉଁଠୁ ଗୋରୁ ଘୁଷୁରି ଏମିତି ରହିପାରିବେ? କ'ଣ କହିଲେ? ପ୍ରତିଶ୍ରୁତି କେହି କୋଉ କୋଉ ମାନେ ଦେଇଥିଲେ କଣ? ସମସ୍ତେ ଦେଲେ। ସୁବଳ ଧଳ, ଦାଶରଥୀ ଧଳ, ପ୍ରକାଶ ଧଳ, ପ୍ରତାପ ଧଳ, ସାନୁ ମଙ୍ଗରାଜ, ସରକାରୀ ବାବୁ ଆଉ ମାନେ କିଏ ଥିଲେ? ହଁ ଯେଉଁ ଆମ ପକ୍ଷ ଲୋକମାନେ ସବୁ ଅଂଶୀଦାର ଆଉ ତହସିଲଦାର ସମସ୍ତେ ତ ଦେଇଥିଲେ। ଆଉ ଦେଇଥିଲେ, ଲେଖାପଢ଼ା କଲେ, ସେସବୁ ଆମକୁ ଜବାବ ଦେଲେ କ'ଣ ଆମେ ଉଠିକିରି ଗଲୁ। ପ୍ରତିଶ୍ରୁତି ପୁଣି ଥରେ ଧୋକା ଦେଇଛନ୍ତି। ଧୋକା ଦେଇଛନ୍ତି, ଆଉ ତ ଦେଲେନି। ପୁଣି ଆମେ ପୁନର୍ବାର ବସିଲୁ। ଆଉ କ'ଣ କରିବୁ? ଏମିତି ଅବସ୍ଥାରେ ଅଛୁ। ଦେଖ କେମିତି ରାତିଟା କଟିବ। କଣ ଭାବୁଛନ୍ତି ଆଗକୁ ନ୍ୟାୟ ମିଳିବ ନା ଏମିତି? ସେଇଆ ଆମେ ଯଦି ଚିନ୍ତା କରିବୁ, ୟାକୁ ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପାଇଯାଆନ୍ତା ଆମେ ଉପକୃତ କିଛି ହେଇଯାଆନ୍ତୁ। ନ୍ୟାୟ ଯଦି ମିଳନ୍ତା, କେହି ତ ନ୍ୟାୟ ଦେଇପାରୁନାହାନ୍ତି। ଯଦି ନ୍ୟାୟଟା ମିଳିଯାଆନ୍ତା ଆମେ ଉଠିକି ଯାଆନ୍ତୁ, ଆମର ଟିକେ ଭବିଷ୍ୟତ ଭଲ। ଏଇ ତହସିଲଦାର ତ ସବୁ ତୁମେ ବେନାମୀରେ ଯେଉଁଗୁଡ଼ା ନୁହେଁ ତାଙ୍କୁ କେମିତି ପଟ୍ଟା ବାହାର କରିଦେଲ, ଆମେ ହକଦାର, ଆମକୁ କେମିତି ଦେଉନା? ଫେରେ କହୁଛ କ'ଣ ନା ମୁଁ କ'ଣ କରିପାରିବି? ତାଙ୍କ ପାଇଁ କେମିତି କରିପାରିଲେ, ଆମ ପାଇଁ କେମିତି କରିପାରିବନି? ସେଗୁଡ଼ା ଗରିବ ଗୁରୁବାରେ ନ୍ୟାୟ କ'ଣ ଖାଲି ପ୍ରଶାସନ ବଡ଼ ଲୋକ ପାଇଁ ଅଛି, ସାନ ଲୋକ ପାଇଁ ନାହିଁ? ନ୍ୟାୟଟା ସମସ୍ତ ପାଇଁ ଗୋଟେ। ଏଇ ପ୍ରକାର କରୁଛନ୍ତି। ଆଉ କ'ଣ ପୁଅ କହିବେ? କ'ଣ ଯେଉଁଗୁଡ଼ାକ ବେନାମୀ ପଟ୍ଟାଗୁରା ସେମାନଙ୍କୁ ଦେଇଦେଲେ ଆମକୁ ପୁରା ଆମ ପାଇବାର କଥା ପତ୍ରିକା ସମ୍ପତ୍ତିର ତାକୁ ଦେଉନାହାନ୍ତି। ଯଦି ନେଉନାହାନ୍ତି ସମସ୍ତେ ଏମିତି ହଇରାଣ ହରକତ କରୁଛନ୍ତି। ଆସିଥିଲୁ ଆମକୁ 15 ଦିନ କହିଲେ 15 ଦିନ ପରେ ପଟ୍ଟା ଦେବୁ, ଆମେ ଉଠିକିରି ଗଲୁ। 15 ଦିନ ପରେ ନ ଦେବା ସହିତ ଆମେ ଆସିକି ବସିଛୁ। ପୁଣି ଯଦି ପଟ୍ଟା ଦେବେ ଆମେ ଯିବୁ, ନହେଲେ ଆଉ ଯାହା ଗୋଟେ ସଂସ୍ଥା କରିବୁ। ଦେଖ ଏଇ ଛୋଟ ଛୋଟ ପିଲାମାନେ କି ଅବସ୍ଥାରେ ପଡ଼ିଛି। ମୋ ହାର୍ଟ ପେସେଣ୍ଟ ଲୋକ, ମୋର ବି ମୁଁ ଚାଲି ବସି ପାରୁନି, ମୋତେ ଧରିକି ନବାଣିଆ କରୁଛନ୍ତି। ଏଇ ତ କଥା, ସେମାନେ ତ କହିଲେ ଶୁଣିଲେ ଆଉ କ'ଣ, ଏତିକି ତ କହିଲେ। ଦେଖ ଏ ପିଲାମାନଙ୍କୁ ଆମେ କି ଅବସ୍ଥାରେ ଅଛି, କେଉଁଠୁ ଗୋରୁ ଘୁଷୁରି ଏମିତି ରହିପାରିବେ? କ'ଣ କହିଲେ? ପ୍ରତିଶ୍ରୁତି କେହି କୋଉ କୋଉ ମାନେ ଦେଇଥିଲେ କଣ? ସମସ୍ତେ ଦେଲେ। ସୁବଳ ଧଳ, ଦାଶରଥୀ ଧଳ, ପ୍ରକାଶ ଧଳ, ପ୍ରତାପ ଧଳ, ସାନୁ ମଙ୍ଗରାଜ, ସରକାରୀ ବାବୁ ଆଉ ମାନେ କିଏ ଥିଲେ? ହଁ ଯେଉଁ ଆମ ପକ୍ଷ ଲୋକମାନେ ସବୁ ଅଂଶୀଦାର ଆଉ ତହସିଲଦାର ସମସ୍ତେ ତ ଦେଇଥିଲେ। ଆଉ ଦେଇଥିଲେ, ଲେଖାପଢ଼ା କଲେ, ସେସବୁ ଆମକୁ ଜବାବ ଦେଲେ କ'ଣ ଆମେ ଉଠିକିରି ଗଲୁ। ପ୍ରତିଶ୍ରୁତି ପୁଣି ଥରେ ଧୋକା ଦେଇଛନ୍ତି। ଧୋକା ଦେଇଛନ୍ତି, ଆଉ ତ ଦେଲେନି। ପୁଣି ଆମେ ପୁନର୍ବାର ବସିଲୁ। ଆଉ କ'ଣ କରିବୁ? ଏମିତି ଅବସ୍ଥାରେ ଅଛୁ। ଦେଖ କେମିତି ରାତିଟା କଟିବ। କଣ ଭାବୁଛନ୍ତି ଆଗକୁ ନ୍ୟାୟ ମିଳିବ ନା ଏମିତି? ସେଇଆ ଆମେ ଯଦି ଚିନ୍ତା କରିବୁ, ୟାକୁ ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପାଇଯାଆନ୍ତା ଆମେ ଉପକୃତ କିଛି ହେଇଯାଆନ୍ତୁ। ନ୍ୟାୟ ଯଦି ମିଳନ୍ତା, କେହି ତ ନ୍ୟାୟ ଦେଇପାରୁନାହାନ୍ତି। ଯଦି ନ୍ୟାୟଟା ମିଳିଯାଆନ୍ତା ଆମେ ଉଠିକି ଯାଆନ୍ତୁ, ଆମର ଟିକେ ଭବିଷ୍ୟତ ଭଲ। ରାତି ସାରା ବସୁନ, ଆଉ ଏଥିରେ ଶୋଇବୁ କେମିତି? ଦେଖିପାରୁନା, ଶୋଇବୁ ଏଥିରେ କେମିତି? ମଶା ପୋକ ଏମିତି। ହଁ, କିଏ କେମିତି ଆସୁଛନ୍ତି ଯାଉଛନ୍ତି, କେହି କିଛି କରିବାର ନାହିଁ। ସମସ୍ତେ ନା, ସେ କିଏ କେତେବେଳେ ଆସୁଛନ୍ତି, କିଛି କରିବାର ନାହିଁ। କିଛି ନା, ଏଇ ତହସିଲଦାର ତ ସବୁ ତୁମେ ବେନାମୀରେ ଯେଉଁଗୁଡ଼ା ନୁହେଁ ତାଙ୍କୁ କେମିତି ପଟ୍ଟା ବାହାର କରିଦେଲ, ଆମେ ହକଦାର, ଆମକୁ କେମିତି ଦେଉନା? ଫେରେ କହୁଛ କ'ଣ ନା ମୁଁ କ'ଣ କରିପାରିବି? ତାଙ୍କ ପାଇଁ କେମିତି କରିପାରିଲେ, ଆମ ପାଇଁ କେମିତି କରିପାରିବନି? ବଡ଼ ବଡ଼ିଆ ଲୋକଙ୍କ ପାଇଁ ପ୍ରଶାସନ କି ଗରିବ ଗୁରୁବାଙ୍କୁ ପଚାରୁନାହାନ୍ତି ସରକାର? ସେଗୁଡ଼ା ଗରିବ ଗୁରୁବାରେ ନ୍ୟାୟ କ'ଣ ଖାଲି ପ୍ରଶାସନ ବଡ଼ ଲୋକ ପାଇଁ ଅଛି, ସାନ ଲୋକ ପାଇଁ ନାହିଁ? ନ୍ୟାୟଟା ସମସ୍ତ ପାଇଁ ଗୋଟେ। ଏଇ ପ୍ରକାର କରୁଛନ୍ତି। ଆଉ କ'ଣ ପୁଅ କହିବେ? ଦେଖ ଏମିତି ଅବସ୍ଥା, ଆଉ କ'ଣ କହିବି? ମୁଁ ତ ଟିକେ ରୋଗୀ ଲୋକ, ଏମିତି ପଡ଼ିଛି, ପିଲାଙ୍କ ପାଖରେ ପଡ଼ିଛି ଆସିକିରି। ଆଉ ଘରେ କେହି ନାହାନ୍ତି, ଘର ଦ୍ୱାର ଚାବି କଣ୍ଟା ଦେଇ ଏମିତି ଅବସ୍ଥାରେ ପଡ଼ିଛୁ। ଖାଇବା ସୁବିଧା ନାହିଁ, କି ଶୋଇବା ସୁବିଧା ନାହିଁ, କି ରହିବା ସୁବିଧା ନାହିଁ, କିଛି ସୁବିଧା ନାହିଁ। ଆଉ କ'ଣ କହିବି? ତୁମେ ଯାହା କରିବା।